1917 ଯେଉଁ ମୁହୂର୍ତ୍ତରେ ଶାରୀରିକ ଅବସ୍ଥା କିଛି କଷ୍ଟକର ବୋଧ ହୁଏ ଏବଂ ପରିଣାମରେ ଅସ୍ୱସ୍ତି ଦେଖାଦିଏ, ଯଦି ସେହି ମୁହୂର୍ତ୍ତରେ ଜୀବନ ବା ମୃତ୍ୟୁ, ସ୍ୱାସ୍ଥ୍ୟ ବା ବ୍ୟାଧିକୁ ଆଗ୍ରାହ୍ୟ କରି ଆମେମାନେ ତୋ ଇଚ୍ଛା ନିକଟରେ ପୂର୍ଣ୍ଣ ରୂପେ ଆତ୍ମସମର୍ପଣ କରୁ, ତତ୍କ୍ଷଣାତ୍ ହିଁ ଆମମାନଙ୍କର ସମସ୍ତ ସତ୍ତା ତୋ ପ୍ରେମ ଏବଂ ଜୀବନର ଦିବ୍ୟ ଛନ୍ଦରେ ଏକ ହୋଇଯାଏ ଏବଂ ସକଳ ଶାରୀରିକ ଅସୁସ୍ଥତା ବିଦୂରିତ ହୁଏ ଓ ତାହାର ସ୍ଥାନରେ ଦେଖାଦିଏ ସ୍ଥିର, ଗଭୀର ଓ ଶାନ୍ତିପୂର୍ଣ୍ଣ ସ୍ୱାସ୍ଥ୍ୟ। ମୁଁ ଲକ୍ଷ୍ୟ କରି ଦେଖିଛି, ଆମେମାନେ ଯଦି ଏପରି କୌଣସି କାର୍ଯ୍ୟରେ ପ୍ରବେଶ କରୁ ଯହିଁରେ ଖୁବ୍ ଶାରୀରିକ ସହନଶୀଳତା ଆବଶ୍ୟକ, ସେତେବେଳେ ଯାହା ସବୁଠାରୁ ବେଶୀ କ୍ଳାନ୍ତିଦାୟକ ବୋଧ ହୁଏ ତାହା ହେଲା ଯେଉଁ ସକଳ ଭବିଷ୍ୟତ ବାଧା ବିପତ୍ତିରେ ଆମେମାନେ ପଡ଼ିପାରୁ, ସେସବୁ ବିଷୟରେ ପୂର୍ବରୁ ଚିନ୍ତା କରିବା। କିନ୍ତୁ ବିଜ୍ଞତାର କାର୍ଯ୍ୟ ହେଲା ପ୍ରତି ମୁହୂର୍ତ୍ତରେ ଯେଉଁ ସବୁ ବାଧା ବିପତ୍ତି ଆସୁଛି ସେସବୁ ପ୍ରତି ସେ ସମୟରେ ଦୃଷ୍ଟି ଦେବା। ଏଥିରେ ଚେଷ୍ଟା ଅପେକ୍ଷାକୃତ ସହଜ ହୋଇଉଠେ, କାରଣ ଆମ୍ଭେମାନେ ବାଧାର ବିରୁଦ୍ଧରେ ଯେତିକି ଶକ୍ତି ପ୍ରୟୋଗ କରିବାକୁ ଚାହୁଁ, ସେହି ଅନୁପାତରେ ଚେଷ୍ଟାର ମାତ୍ରା ଠିକ୍ ହୁଏ। ଶରୀର ଗୋଟିଏ ଚମତ୍କାର ଯନ୍ତ୍ର। ଏହାକୁ କିପରି ବ୍ୟବହାର କରିବାକୁ ହେବ ମନ ତାହା ଜାଣେ ନାହିଁ। ମନ ଶରୀରର ନମନୀୟତା, ଆନୁଗତ୍ୟକୁ ବୃଦ୍ଧି କରାଇବା ପରିବର୍ତ୍ତେ ଆଣିଦିଏ ପୂର୍ବକଳ୍ପିତ ଧାରଣା ଓ ଅହିତକର ପ୍ରଣୋଦନାରୁ ଜାତ ଗୋଟିଏ କଠିନତା। ହେ ପ୍ରଭୁ, ପରାବିଦ୍ୟା ହେଲା ତୋ ସଙ୍ଗେ ଏକୀଭୂତ ହେବା, ତୋ ଉପରେ ନିର୍ଭର ରଖିବା, ତୋ ମଧ୍ୟରେ ବାସ କରିବା, ତୁ ହିଁ ହୋଇଯିବା। ସେତେବେଳେ ଆଉ ଅସମ୍ଭବ ବୋଲି କିଛି ରହିବ ନାହିଁ, କାରଣ ସେହି ମନୁଷ୍ୟ ସେତେବେଳେ ପ୍ରକାଶ କରିବେ ତୋର ସର୍ବଶକ୍ତିମତ୍ତା। ହେ ଭଗବାନ, ତୋ ଆଡ଼କୁ ମୋ ଆସ୍ପୃହା ଉଠିଯାଉଛି। ଗୋଟିଏ ନିଃଶବ୍ଦ ସ୍ତୁତି, ମୂକ ଆରାଧନା ତୁଲ୍ୟ। ତୋ ଦିବ୍ୟ ପ୍ରେମରେ ମୋ ହୃଦୟ ଜ୍ୟୋତିର୍ମୟ। ହେ ପରମ ଦିବ୍ୟ ଗୁରୁ, ତୋତେ ମୁଁ ପ୍ରଣାମ କରୁଛି। ମା।